ଯେତେବେଳେ ଦେଖୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃତ୍ୱ ମାନେ ଧର୍ମଶାଳାରେ ତାଙ୍କର ନା ଲୋକପ୍ରିୟତା ଆଗରୁ ଥିଲା ନା ଲୋକପ୍ରିୟତା ଏବେ ଅଛି। ଧର୍ମଶାଳାର ଲୋକ ସେଇ ଯୋଗୁଁ ସରକାର ପରିବର୍ତ୍ତନ କରିଦେଇଥିଲେ ଏବଂ ଯେଉଁ ଘଟଣା ଘଟିଛି ଯଦି ତା ଭିତରେ ଯେଉଁମାନଙ୍କର ଯାହା ପୀଡ଼ିତ ଅଛନ୍ତି କ୍ଷୟକ୍ଷତି ହେଇଛି ଯେଉଁମାନେ ବି ଅଛନ୍ତି ମୁଁ ତା ପାଇଁ ଦୁଃଖିତ ମର୍ମାହତ ଏବଂ ବାସ୍ତବରେ ଯାହା ଯାହା ଘଟି ଯାଇଥିଲା ଗତକାଲିରେ ଯାହା ଯାହା ହୋଇଛି ମୁଁ ଗୋଟିଏ କଥା ଆପଣଙ୍କ ମିଡ଼ିଆ ମାଧ୍ୟମରେ ଓଡ଼ିଶାବାସୀ ମୁଁ ସମସ୍ତଙ୍କୁ ଏଇଟା ଜାଣିବାକୁ କହୁଛି ଏଇଟା ଯାହା ଯାହା ଆକ୍ରୋଶ ଭିତରେ ଯାହା ଗଣ୍ଡଗୋଳ କି ଯାହା କିଛି ଝଗଡ଼ା ହେଇଛି ଯାହା କିଛି ହେଇଛି ନିଶ୍ଚୟ ଆଇନ ଅଛି ଥାନା ଅଛି କୋର୍ଟ ଅଛି ତେଣୁ ଆଇନ କୋର୍ଟ ବାଟରେ ସମସ୍ତେ ଯାଇକି ତାର ନ୍ୟାୟ ଏବଂ ଦୋଷୀ ଦଣ୍ଡିତ ହେବେ ନିଶ୍ଚୟ। ତେଣୁ ଆ ପାଇଁ ବିରୋଧୀ ଦଳ ସରକାର ବିଜୁ ଜନତା ଦଳର ଏବଂ ପୂର୍ବତନ ବିଧାୟକ ଅନ୍ୟାନ୍ୟ ମାନେ ରାଜନୈତିକ ଆଖଡ଼ା କରି ସେ ଯେଉଁ ଯାତ୍ରା ବିଭଉଛନ୍ତି ଆର କୌଣସି ମାନେ ନାହିଁ କି କୌଣସି ମତଲବ ନାହିଁ ଏବଂ ମୁଁ ବାରମ୍ବାର କହି ରଖୁଛି ଏଥିରେ ମୁଁ ସଦାସର୍ବଦା କହି ରଖିଛି ଆଗରୁ ଏବେ ବି କହୁଛି ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି ବିଗତ ଦିନରେ କରିଥିଲେ ଯେଉଁମାନେ ସେ ଶାସକ ଦଳ ରୁହନ୍ତୁ ସେ ବିରୋଧୀ ଦଳ ରହୁଛନ୍ତି ସମସ୍ତେ ଦେଖିଥିବେ ଆଇନ ଅନୁଯାୟୀ ଦଣ୍ଡିତ ହେଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳିଆ ବର୍ବର ଯାହା କେସ୍ ହେଇଛି ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ଯେଉଁ ବି କେସ୍ ହେଇଛି ଏଥିରେ ନିଶ୍ଚୟ ଆଇନରେ ସେମାନେ ଦଣ୍ଡିତ ହେବେ। ଯେତେବେଳେ ଦେଖୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃତ୍ୱ ମାନେ ଧର୍ମଶାଳାରେ ତାଙ୍କର ନା ଲୋକପ୍ରିୟତା ଆଗରୁ ଥିଲା ନା ଲୋକପ୍ରିୟତା ଏବେ ଅଛି। ଧର୍ମଶାଳାର ଲୋକ ସେଇ ଯୋଗୁଁ ସରକାର ପରିବର୍ତ୍ତନ କରିଦେଇଥିଲେ ଏବଂ ତାପରେ ଯେତେବେଳେ ଦେଖିଲେ ଧୀରେ ଧୀରେ ସମସ୍ତେ ଆସି ଆମର ଯେତେବେଳେ ଲୋକାଭିମୁଖ କାର୍ଯ୍ୟ ହେଉଛି ତ ଲୋକଙ୍କ ପାଇଁ 24 ଘଣ୍ଟା ଅହରହ ମୁଁ ଏବଂ ମୋର କର୍ମକର୍ତ୍ତା ମାନେ କାମ କରୁଛୁ ସେତେବେଳେ ସେ ହିଂସ୍ର ହୋଇଯାଇଛନ୍ତି। ହିଂସ୍ର ହୋଇ ବାରମ୍ବାର ସୋସିଆଲ ମିଡ଼ିଆରେ ହିଂସ୍ର ପ୍ରକୃତିର କାର୍ଯ୍ୟ କରି ବାରମ୍ବାର ଗଣ୍ଡଗୋଳ କରି ତାପରେ ସାଙ୍ଗେ ସାଙ୍ଗେ ବିଧାୟକ ଦ୍ୱାରା ଏହା ହେଲା ବିଧାୟକ ଏହା କରାଇଥିଲେ। ତେଣୁ ବାସ୍ତବରେ ମୁଁ ତ କହିବି ଦସ୍ତାବିଜ ରଖି କାଗଜପତ୍ର ରଖି ପ୍ରମାଣପତ୍ର ସହିତ ଯେତେବେଳେ କିଏ ମିଡ଼ିଆ ହଉ ଯେଉଁ ଜାଗାରେ କହିପାରିବେ ସେଠି ଠୋସ୍ ସବୁ ସହିତ କହିପାରିବେ ଜିନିଷ ରହିଲା କି ଏଇଟା କିଏ କରାଇଥିଲେ। ମୁଁ ତ ସିଧା ସିଧା କହୁଛି ଯିଏ ଦୋଷ କରୁଛି ଦୋଷୀ ଦଣ୍ଡ ପାଇବା ନିହାତି ଦରକାର। ସେ ମୋ ପାଖକୁ ବି ଆସିପାରନ୍ତୁ ମୁଁ ବି କହିପାରେ ଏବଂ ଯାହା ପାଖକୁ ଯିବେ ସେ ଜିନିଷ କହିପାରେ। ମୁଁ ଆପଣ ଦେଖିଥିବେ ସରକାର ପରିବର୍ତ୍ତନ ପରଠୁ ଯେଉଁମାନେ ଯେତେ ସ୍କାମ୍ ହେଇଛି ଯେଉଁମାନେ ସେ ପୋଲିସ ଏସ୍ଆଇ ସ୍କାମ୍ ହଉ ଯେଉଁ ସ୍କାମ୍ ହେଇଛି ପ୍ରାୟ ସବୁ ଦୋଷୀ ଯୋଉଠି ନା ଯୋଉଠି ଅଛନ୍ତି ସମସ୍ତେ ବନ୍ଧା ହେଇଛନ୍ତି ଏବଂ ଜେଲ୍ ବି ଯାଇଛନ୍ତି। लेटेस्ट न्यूज अपडेट ପାଇଁ www.nowodisha.com को लॉगिन करंतु।